ସମ୍ବଲପୁର ଦେବଗଡ଼ ଗଲା ରାସ୍ତାରେ ଆମ ଲିଲନୁଗୁରି ଗ୍ରାମଟା ପଡ଼୍ସି। ଆଉ ସେନୁ ଆମର୍ ନୀଳକଣ୍ଠେଶ୍ୱର ବାବାର ମନ୍ଦିର ଅଛେ। ଯଦି ମନ୍ଦିରର ବ୍ୟାକଗ୍ରାଉଣ୍ଡର ଟିକେ କଥା ଲାଗ୍ମା ବେଲେ SN ସାହୁଙ୍କୁ ସ୍ୱପ୍ନାଦେଶରେ ଆସିଥିଲା ଏ ମନ୍ଦିରଟା। ଆଉ ପହଲା ଏ ମନ୍ଦିର ନାଇଁତେ ଯେନ୍ ଆପଣ ସାଇଡ଼ରେ ଦେଖୁଛନ୍ ବେଲଗଛ ତଲେ ଯେନ୍ ଛୋଟିଆ ମନ୍ଦିର ଅଛେ ସେ ମନ୍ଦିରଟା ଥିଲା। ଆଉ 1992ରେ ଏ ମନ୍ଦିରକେ ବନା ହେଇକରି ପ୍ରତିଷ୍ଠା କରାଗଲା। ଆଉ ପହଲା ସେ ଛୋଟିଆ ମନ୍ଦିରରେ ପୂଜାରୀ ଥିଲେ କୃପାସିନ୍ଧୁ ମହାପାତ୍ର। ଆଉ 1992ରେ ଏ ମନ୍ଦିର ଯେତେବେଳେ ବନଲା ଏ ମନ୍ଦିର ବନି ସାରିଲା ପରେ ସେତେବେଳୁ ଇନର ପୂଜାରୀ ଅଛନ୍ ଶିବଚରଣ ମହାପାତ୍ର। ସେ 1992ରୁ ଏ ମନ୍ଦିରରେ ପୂଜା କରୁଛନ୍ ଆଜି ପର୍ଯ୍ୟନ୍ତ। ମୁଇଁ ଜାଣିବାର୍ ଲାଗି ପାଇଛି କି ଆଗରୁ ନୀଳକଣ୍ଠେଶ୍ୱର ବାବା ମନ୍ଦିର ପାଖେ ବାଘମାନେ ଥିଲେ ଆଉ ଗୁମ୍ଫାମାନେ ବି ଥିଲା। ଆଉ ସେ ଗୁମ୍ଫାମାନେ ଏଛିନ୍ ବି ଅଛେ। ଯଦି ଆପଣ ଜାଣିବାର୍ ଲାଗି ଚାହୁଁଛନ୍ ମୋତେ କମେଣ୍ଟ ମାଧ୍ୟମରେ କୁହନ୍, ମୁଇଁ ତାର ଉପରେ ଆଉ ଗୋଟେ ଭିଡ଼ିଓ ବନାମି। ଆଉ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରୁନ୍ ଆଉ ଭିଡ଼ିଓକେ ସେୟାର କରୁନ୍। ଏଇଟା ହେଉଛି ଆମର ମା ବୈଷ୍ଣୋଦେବୀର ମନ୍ଦିର ଯେନ୍ଟାକି ଆମର ନୀଳକଣ୍ଠେଶ୍ୱର ବାବା ମନ୍ଦିରକେ ଲାଗିକି ରହିଛି। ଆଉ ଏଇଟା ଆମର ମା ବୈଷ୍ଣୋଦେବୀ ମନ୍ଦିରର କଲଶ ଯାତ୍ରା। ଆଉ ମା ବୈଷ୍ଣୋଦେବୀର ମନ୍ଦିର ପ୍ରତିଷ୍ଠା ତାରିଖ ହେଉଛି 26/2/2021। କର୍ତ୍ତା ହେଉଛନ୍ ଶିବପ୍ରସାଦ ବାଡ଼ା ଯିଏକି ଆମର ଆର୍ମିରେ ଅଛନ୍। ଆଉ ତାଙ୍କୁ ବି ସେହି ସ୍ୱପ୍ନାଦେଶରେ ଆସିଥିଲେ ମା ଆଉ ସେ ମନ୍ଦିର ବନଉଛନ୍ ସେଥିର୍ଲାଗି। ଆଉ ତାଙ୍କର ଅବଦାନରେ ଏଇ ମନ୍ଦିରଟା ବନୁଛେ। ଆଉ ଇନୁ ବି ଯେତ୍କି ଆମର ଉପସ୍ଥିତିରେ ଅଛନ୍ ମୁଖ୍ୟ ପଣ୍ଡିତ ସହଯୋଗୀ ଓ କର୍ତ୍ତା କର୍ତ୍ତୁନୀ ବୃନ୍ଦ ଶଙ୍କର ମିଶିକରି ଶଙ୍କର ସହଯୋଗରେ ମନ୍ଦିରଟା ଆଜି ବନି ପାରିଛେ ଆଉ ପ୍ରତିଷ୍ଠା ହେଉଛି। ଏଇଟା ହେଉଛି ପୂଜା ମଣ୍ଡପ। ଆପଣ ଦେଖୁଥିବେ ଏଇ ଜାଗାରେ ପୂଜା ହେଉଛି। ଏଇଟା ହେଉଛନ୍ ଆମର କର୍ତ୍ତା କର୍ତ୍ତାଣୀ ମାନେ। ଏଇଟା ଦେଖି ପାରୁଥିବେ ଆମର ବୈଷ୍ଣୋଦେବୀ ମାର କଳସ ଯେନ୍ଟାକି ମନ୍ଦିରରେ ବସବା। ଆଉ ଏଇଟା ଆମର ବୈଷ୍ଣୋଦେବୀ ମାର ମୂର୍ତ୍ତି ଯେନ୍ଟାକି ମନ୍ଦିରରେ ସ୍ଥାପନା ହେବ ପୂଜା ସରିଲା ପରେ। ଏଇଟା ସବୁ ଚାରିକୋଣ ପୂଜା ସ୍ଥାନ ମାନେ ଯେନୁକି ପୂଜା କରୁଛନ୍। आई होप कि वीडियोटा आपण मानकु भल लगिथिबा। जदि वीडियोटा भल लगी बोले वीडियो के शेयर करो और चैनल के सब्सक्राइब करके कमेंट माध्यम जनो। जेनटा भी मुई पहलारू कही वीडियो रे कि आम नीलकंठेश्वर बाबार बहुत किसी तार माने रहस्य मान रही बहुत किसी कथा मान अच्छे जेनटा कि नाई जानी बहुत लोग। आ जदि आपण मैंने से जानवार चाहूँ बोले मत कमेंट माध्यम कहन मुई से तार के नहीं गोटे स्पेशल वीडियो बनामी। जय नीलकंठेश्वर बाबा, जय माँ वैष्णोदेवी।